ଜୟ ମା ମାର୍କ ମା ମା ଜୟ ମା ମାର୍କମା। ମାନେ ବିଷମ କଟକର ମା ଅଧିଷ୍ଠାତ୍ରୀ ଦେବୀ ହଉଛନ୍ତି ମା ମାର୍କ ମା। ଭିଡିଓ ତ ଲଙ୍ଗ ଭିଡିଓ ହେଇଛି, ଦାଦାଙ୍କ ଆଇଡିରେ ପଡିବ ଆପଣଙ୍କୁ। ଆଉ ମାଙ୍କର ସାନ ଭଉଣୀଙ୍କର ମନ୍ଦିର ମୁଁ ଆପଣଙ୍କୁ ଦେଖଉଛି, ଆଜ୍ଞା ଆସନ୍ତୁ ଦେଖିବା। ମାନେ ବଢିଆ, ମାନେ ଏତେ କିମ୍ବଦନ୍ତୀ ଏଠି ଶୁଣିଲେ ଆପଣ ନ ଦେଖିଲେ ଭିଡିଓଟାକୁ ମାନେ ଜାଣିପାରିବେନି। ଆସନ୍ତୁ ଦେଖିବେ। ମାନେ ବଡ ଭଉଣୀଙ୍କ ମନ୍ଦିର ସେଇଠି, ସାନ ଭଉଣୀଙ୍କ ମନ୍ଦିର ମାଙ୍କର ଏଇଠି, ସାନ ଭଉଣୀଙ୍କର। ଏଠି ମାଙ୍କର ସାନ ଭଉଣୀଙ୍କର ପାଦ ପୂଜା ପାଉଛି। ଯଦି କେବେ ଆପଣ ଆସୁଛନ୍ତି ମାଙ୍କ ମନ୍ଦିରକୁ, କେବେ ବିଷମ କଟକ ଆସୁଛନ୍ତି ମାଙ୍କ ମନ୍ଦିରକୁ, ମା ମାର୍କମା ମନ୍ଦିର ମାଙ୍କ ପାଖକୁ ନିଶ୍ଚିତ ଆସନ୍ତୁ। ଆଉ ତାଙ୍କ ସାନ ଭଉଣୀ ଅଛନ୍ତି କର୍କମା, ନିଶ୍ଚିନ୍ତ ଆସନ୍ତୁ, ବୁଝନ୍ତୁ। ନନା, ବଡ ନନା ଠିଆ ହେଇଛନ୍ତି ଉପରେ, ସାନ ନନା ବି ଅଛନ୍ତି। ତାଙ୍କ ଠାରୁ ଟିକେ କିମ୍ବଦନ୍ତୀ ଶୁଣିବେ। ବହୁତ ବଢିଆ କଥା, ଆମେ ବହୁତ କଥା ଭିଡିଓ ମାଧ୍ୟମରେ ଦେଖେଇ ପାରୁନୁ, କିନ୍ତୁ ଆସିବେ ବୁଲିକି ନିଜ ଆଖିରେ ଦେଖିକି ଯିବେ। କେଡେ ସୁନ୍ଦର ଜାଗା, ଥରେ ଆସନ୍ତୁ, ଜାଣନ୍ତୁ, ଦେଖନ୍ତୁ, କିମ୍ବଦନ୍ତୀ ଶୁଣନ୍ତୁ, ବହୁତ ଖୁସି ଲାଗିବ ଆପଣଙ୍କୁ। ଗୋଟେ ବଢିଆ ସୁନ୍ଦର କଥା ଶୁଣିବାକୁ ମିଳିଲା, ମୁଁ ଏଇଟା ବି ଜାଣିନଥିଲି। ବୁଦ୍ଧାତ୍ୟ ସାରେ ଗୋଟେ ତରଙ୍ଗ ଚ୍ୟାନେଲ ଗୋଟେ ସାଧବ ବୋହୂ ନା ଗୋଟେ କି ସିରିଏଲ ଦିଏ, କୋଶ୍ଚିନ୍ ଆନ୍ସର ସବୁ ବୋହୂ ମାନେ ଯାଆନ୍ତି ବୋଧେ ସେ, ତା ଦେହରେ ଗୋଟେ କୋଶ୍ଚିନ୍ ଥିଲା ଯେ ମାର୍କମା ଆଉ କର୍କମା ଯୋଉ ପ୍ରସିଦ୍ଧ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ସେଟା ହଉଛି ଏଇଠି, ଏଇ ଜାଗାରେ ଆମେ ଆସିକି ପହଞ୍ଚି ଯାଇଛୁ। ଭାଇ ନା କହିଲେ, ଭାଇ କହିଲେ ଯେ ଏଇଟା ଆସିଥିଲା। ମୁଁ କହିଲି ଗୋଟେ ଭିଡିଓ କରିଦବା, ଏଇଟା ବି ସମସ୍ତେ ଜାଣିଥାନ୍ତି ବିଷମ କଟକରେ ବୋଲି। ମାର୍କମା ମାଙ୍କ ମନ୍ଦିର ଆଉ କର୍କମା ମାଙ୍କ ମନ୍ଦିର ହଉଛି ବିଷମ କଟକରେ। ଏଇଟା ଗୋଟେ ପ୍ରସିଦ୍ଧ ଜାଗା, ରାୟଗଡା ଜିଲ୍ଲା ବିଷମ କଟକରେ ମନ୍ଦିର ଅଛି। ଆଉ ଜାଣିଥାନ୍ତୁ, ମାନେ ଏ ମାନେ ନନାଙ୍କୁ କହିବା କଥା, ଇଏ ବି ପୁରାଣ ଶାସ୍ତ୍ରରେ ପ୍ରଭୁ ଜଗନ୍ନାଥଙ୍କର କୋଉଥିରେ ଅଛନ୍ତି? ଶ୍ରୀମନ୍ଦିର ଅନ୍ତର୍ବେଦୀ। ଅନ୍ତର୍ବେଦୀ ସୁରକ୍ଷାରେ ମାଙ୍କର ବି ଅଛି କୁହନ୍ତି। ମାନେ ଆପଣ ଚଣ୍ଡୀ ପୁରାଣରେ ପାଇବେ, ଭଟ୍ଟ ପ୍ରକାଶରେ ପାଇବେ, ନୃସିଂହ ପୁରାଣରେ ପାଇବେ ମାଙ୍କ ନାଁ ଅଛି, ଲେଖା ହେଇଛି ସବୁ। ମାନେ ସାରଳା ବର୍ଣ୍ଣିଲା ଚଣ୍ଡୀ ପୁରାଣରେ ବିଷମ କଟକୀ ଆଡି ଉମା କାତ୍ୟାୟନୀ ମାରକମାକୁ ତୁ ସିଦ୍ଧ ଯୋଗିନୀ। ସାରଳା ବର୍ଣ୍ଣିଲେ ଚଣ୍ଡୀ ପୁରାଣରେ ବିଷମ କଟକୀ ଆଣି ଉମା କାତ୍ୟାୟନୀ ଜୟ ମାରକମାକୁ ଜୟ ତୁ ସିଦ୍ଧ ଯୋଗିନୀ। ବଟବକାଶେ ବଳରାମ ଦାସ ଘେନି ଗଲେ ତତେ ପୁରୀ, ଶ୍ରୀମନ୍ଦିର ଅନ୍ତର୍ବେଦୀ ସୁରକ୍ଷାରେ ରହିଲୁ ଗୋ ମାହେଶ୍ୱରୀ। ପୀତାମ୍ବର ଦାସ ନୃସିଂହ ପୁରାଣେ ଜଣାଣ କରିଲେ କେତେ, ଜୟ ମାରକମା ଉତ୍କଳ ଯୋଗିନୀ ଗୋ ଅନୁକମ୍ପା କର ମତେ। ଲେଖା ହେଇଛି ଏଇଟା। ଠିକ ଠିକ, ନନାଙ୍କ କଥା ଶୁଣିଲେ। ଯଦି ଆପଣ ଆସୁଛନ୍ତି କେବେ ବିଷମ କଟକ, ନିଶ୍ଚିନ୍ତ ଭାବରେ ରାୟଗଡାରେ ଯଦି ବି ଆସୁଛନ୍ତି, ଆସିକି ନିଶ୍ଚିନ୍ତ ଭାବରେ ଦେଖିକି ଯାଆନ୍ତୁ। ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ହେଲା। ଆମକୁ କମ ସ୍ୱଳ୍ପ ସମୟ ଭିତରେ ଯେତିକି ହଉ ଆପଣଙ୍କୁ ଟିକେ ଅଧେ ଦେଖେଇବୁ। ବଳିଆ ବି ଅଛନ୍ତି, ଆଉ ଜଣେ ସାରେ ଅଛନ୍ତି ଜଗତସିଂହପୁରର। ଦେଖିବା, ଏମିତି ଚାଲିବ 2-3 ଦିନ, ତାପରେ ଗଲା ସଇଲା, ପୁଣି ଆର ମାସରେ ଦେଖିବା। ଆଉ ଆପଣଙ୍କ ଏରିଆରେ ଯଦି କିଛି ଏମିତି ପ୍ରସିଦ୍ଧ ଦେବାଦେବୀଙ୍କର ସ୍ଥାନ ମାନେ ଜାଗା ଅଛି, ନିଶ୍ଚିନ୍ତ ଆମକୁ କମେଣ୍ଟ ମାଧ୍ୟମରେ କହିବେ ଯେ ନାଇଁ ଏଇ ଜାଗା ଅଛି ବୋଲି। ନିଶ୍ଚିନ୍ତ ଦିନେ ନା ଦିନେ ଯାଇକି ପହଞ୍ଚିବା। ରଖୁଛୁ, ନମସ୍କାର।